এইଭଳି ପୋଡ଼ପିଠାକୁ ଯଦି ଆଗରୁ ଆପଣ କେବେ ବନେଇ ନାହାନ୍ତି ତାହେଲେ ଏଇ ପୋଡ଼ପିଠାକୁ ଆପଣ ଥରେ ନିଶ୍ଚୟ ବନାନ୍ତୁ। ଦେଖିବେ କେତେ ଟେଷ୍ଟି ଲାଗୁଛି ଆଉ ପୁରା ତୁଳା ଭଳି ନରମ ମଧ୍ୟ ଲାଗୁଛି। ତ ୱେଲକମ୍ ଟୁ ମାଇ ଚ୍ୟାନେଲ୍ ମୌସୁମୀ ଖାନା ଖଜାନା। ତ ପ୍ରଥମେ ଦେଖନ୍ତୁ ଗୋଟେ ମୁଁ କଖାରୁ ନେଇଯାଇଛି। ଆପଣ ଯେକୌଣସି ପ୍ରକାରର କଖାରୁ ନେଇପାରିବେ, କିନ୍ତୁ ସେଇଟା ପାଚେଲା ହେବା ନିହାତି ଦରକାର। ଟିକେ ମିଠା ଲାଗିବ। କଞ୍ଚା କଖାରୁକୁ ଆପଣ ଆଭଏଡ଼ କରିପାରନ୍ତି। ତ ପ୍ରଥମେ କ'ଣ କରିବା, କଖାରୁକୁ ଆପଣ କାଟି ନେବେ। କାଟିକିରି ସେଥିରୁ ଯେଉଁ ଥିବ ଆମର ମଞ୍ଜି ଆଉ ତା'ର ଭିତର ଅଂଶ ସବୁ, ସେ ସବୁକୁ ଆମେ ଭଲ ଭାବେ ବାହାର କରିଦେବା। ଆପଣ ଜାଣିବା ପାଇଁ ମୁଁ ତାକୁ କଖାରୁ କହିଲି, ଆକ୍ଚୁଆଲିରେ ଆମର ଇଆଡ଼େ ଆକୁ ବୋଇତାଳୁ ବୋଲି କହନ୍ତି। ଆଉ ଆମେ ଏବେ କରିବାକୁ ଯାଉଛେ ବୋଇତାଳୁ ପୋଡ଼ପିଠା। ତ ବୋଇତାଳୁଟାକୁ ପୁରା ଛୋଟ ଛୋଟ କରି କାଟିଦେବେ ଆଉ ପ୍ରେସର କୁକରରେ ସିଝେଇ ଦେବେ। ପ୍ରେସର କୁକରରେ ନହେଲେ ମଧ୍ୟ ଆପଣ କୌଣସି ଡେକ୍ଚିରେ ଲୁଣ ଟିକେ ଦେଇ ତାକୁ ଭଲ ଭାବେ ସିଝେଇ ଦେବେ। ଲୁଣ ଟିକେ ଦେବା ଦ୍ୱାରା ଆମର କଖାରୁଟି ବା ବୋଇତାଳୁଟି ଭଲ ଭାବେ ସିଝି ଯାଇଥାଏ। ତାକୁ 2ଟା ହୁଇସିଲ୍ ଦେଇ ଭଲ ଭାବେ ଆମେ ଏବେ ସିଝେଇ ଦେବା। ଆପଣ ବୋଇତାଳୁକୁ ନ ସିଝେଇ ଡାଇରେକ୍ଟ ଛୋଟ ଛୋଟ ଖଣ୍ଡ କରିକିରି ତାକୁ ଗ୍ରାଇଣ୍ଡିଙ୍ଗ ମଧ୍ୟ କରିପାରିବେ, କିନ୍ତୁ ତାର ସ୍ମେଲ୍ ଟିକେ ରହିବ। ତେଣୁକରି ସିଝେଇ ଦେଲେ ତାର ସ୍ମେଲ୍ କିଛି ରହିବନି। ତାକୁ ଭଲ ଭାବେ ଆମେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଗ୍ରାଇଣ୍ଡିଙ୍ଗ କରିଦେବା, ନହେଲେ ଗୋଟେ ମାସର ସାହାଯ୍ୟରେ ପୁରା ଛୋଟ ଲମ୍ସ ଯେମିତି ରହିବନି ତାକୁ ଆମେ ଚକଟି ନେବା। ଏଇଟା ଆପଣ ଚାଉଳ ଗୁଣ୍ଡ ଦେଇପାରିବେ କିମ୍ବା ସୁଜି ମଧ୍ୟ ଦେଇପାରିବେ। ଗୋଟେ କପ୍ ଆମର ବୋଇତାଳୁ ଚକଡ଼ାରେ 1 କପ୍ ଆପଣ ଚାଉଳ ଗୁଣ୍ଡ ଦେଇପାରିବେ, ନହେଲେ ସୁଜି ଦେଇପାରିବେ। ଏଇଟା ମୁଁ ସୁଜିକି ଦେଇଦେଉଛି। ଆଉ 1 କପ୍ ଆମର ଗୁଡ଼ ଦେଇଦେଉଛି। ଗୁଡ଼ ଜାଗାରେ ଆପଣ ଚିନି ମଧ୍ୟ ଦେଇପାରିବେ। ସେ ସବୁକୁ ଭଲ ଭାବେ ଆମେ ଏବେ ମିକ୍ସ କରିନେବା, ଆଉ ଯେମିତିକି କିଛି ବି ଲମ୍ସ ରହିବନି। ତାକୁ ଯେତିକି ଆମେ ଫେଣ୍ଟିବା ଆମର ପିଠାଟି ସେତିକି ସ୍ପଞ୍ଜି ଆଉ ଟେଷ୍ଟ ମଧ୍ୟ ଲାଗିବ। ଆପଣ ଯାହା ଡ୍ରାଏ ଫ୍ରୁଟ୍ସ ନେବେ ଏଥିରେ ପକାଇ ପାରିବେ, ଆଉ ନଡ଼ିଆକୁ ନିଶ୍ଚୟ ପକାଇବେ। ନଡ଼ିଆ ମୁଁ ପକାଇ ଦେଇଛି, ଆଉ ଗୁଆ ଘିଅ ଟିକେ ଦେଇଦେଇଛି। ଗୁଆ ଘିଅ ଦେଲେ ଆମ ପିଠାର ଟେଷ୍ଟଟା ଡବଲ ହେଇଯାଏ। ଯେହେତୁ ବୋଇତାଳୁ ବାସ୍ନା କାହାକୁ ଭଲ ଲାଗେ କାହାକୁ ଭଲ ଲାଗେନି, ସେଥିପାଇଁ ବୋଲି ମୁଁ ଟିକେ ଭାନିଲା ଏସେନ୍ସ ଏଇଠି ଦେଇଦେଇଛି। ଆପଣଙ୍କ ପାଖରେ ଯଦି ନାହିଁ ଆପଣ ସ୍କିପ୍ କରିପାରିବେ, ନହେଲେ ଗୁଜୁରାତି ଗୁଣ୍ଡ ଟିକେ ମଧ୍ୟ ପକାଇ ପାରିବେ। ତାକୁ ଭଲ ଭାବେ ଆଉଥରେ ମୁଁ ମିଶାଇ ଦେଉଛି। ଆପଣ ଯଦି ଚାହୁଁଛନ୍ତି ଏଇଠି ଫୁଡ଼୍ କଲର୍ ମଧ୍ୟ ଆଡ଼୍ କରିପାରିବେ। ଏଇଠି ମୁଁ ପ୍ରେସର କୁକରରେ ଟିକେ ଘିଅ ଦେଇଦେଉଛି, କାରଣ ମୁଁ ପ୍ରେସର କୁକରରେ ଏଇଠି ସିଝେଇବି। ଆପଣ ଯଦି ଚାହୁଁଛନ୍ତି କଡ଼େଇରେ ମଧ୍ୟ ସିଝେଇ ପାରିବେ। ଘିଅ କିମ୍ବା ତେଲ ଦେବା ଦ୍ୱାରା ଆମର ପିଠାଟି ତଳ ଆଡ଼ୁ ଲାଗିନଥାଏ, ସହଜରେ ବାହାରି ପଡ଼ିଥାଏ ଆଉ ଟେଷ୍ଟ ମଧ୍ୟ ଲାଗିଥାଏ। ତାହା କ'ଣ କରିବା, ଏବେ ପ୍ରେସର କୁକରରେ ସେ ସବୁକୁ ଦେଇଦେବା। ଦେଇକି ତାକୁ ଭଲ ଭାବେ ଏବେ ହାତରେ ସମାନ କରିଦେବା। ଏଇଟା ଆମର ସମାନ କରିସାରିଲା ପରେ ଆପଣ ଯାହା ସଜେଇବାକୁ ରଖିଛନ୍ତି, ମୁଁ ଏଇଠି ଡ୍ରାଏ ଫ୍ରୁଟ୍ସରେ ନେଇଛି କାଜୁ ଆଉ ପତଳା କରିକିରି ନଡ଼ିଆ ଆଉ କିଛି ଚେରି କୋଳି। ସେ ସବୁକୁ ଆପଣଙ୍କ ପସନ୍ଦ ଅନୁସାରେ ଆପଣ ସଜେଇ ପାରିବେ। ଏଇଠି ମୋର ସଜା ହେଇଯାଇଛି। ତାପରେ କ'ଣ କରି ପ୍ରେସର କୁକର ଢାଙ୍କୁଣୀ ଦେଇ ତାକୁ ମୁଁ ଗ୍ୟାସର ଫ୍ଲେମ୍କୁ ଆପଣ ଲୋ ଟୁ ମିଡ଼ିୟମରେ ରଖିବେ, ଆଉ ମନ କରିକି ପ୍ରେସର କୁକରର ହୁଇସିଲ୍ଟିକୁ କାଢ଼ିଦେବେ। 20 ଟୁ 25 ମିନିଟ୍ ଭିତରେ ତିଆରି ହୋଇଗଲା ବୋଇତାଳୁ ପୋଡ଼ପିଠା। ଆପଣମାନଙ୍କୁ କେଉଁ ପୋଡ଼ପିଠା ଦରକାର ଆଉ କେଉଁ ପୋଡ଼ପିଠା ଭଲ ଲାଗୁଛି କମେଣ୍ଟରେ ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗୁଛି ବୋଲେ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।